आहे विद्यादाता जय श्री गणेश। अज्ञान अंधकार कर विनाश, ज्ञानर आलोक कर प्रकाशित। चरणे तुमर कोटि प्रणिपात। शिवपुत्र आहे पार्वती नंदन, ए भकत नेउछि तुम शरण। दुख नेई दियो मुखरे हरस, आहे विद्यादाता जय श्री गणेश। अज्ञान अंधकार कर विनाश। समस्तଙ୍କୁ जय श्री गणेश। ଚାଲନ୍ତୁ ଆଜି ଶୁଣିବା ଗଣେଶ ଭଗବାନଙ୍କର ବିଷୟରେ। ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ, ପ୍ରଥମେ ପୂଜା ପାଆନ୍ତି। ପ୍ରତି ଶୁଭ କାର୍ଯ୍ୟରେ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ। ସେ ବିଦ୍ୟାଧିପତି, ସେ ଗୁଣାଧିପତି, ବିଘ୍ନ ବିନାଶକ। ସେଥିପାଇଁ କେବଳ ଶିକ୍ଷା ଯତ୍ନରେ ଶ୍ରୀ ବିନାୟକ ଦେବଙ୍କର ହିଁ ପୂଜା ଅନୁଷ୍ଠିତ ହୁଏ ତାହା ନୁହେଁ, ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ତାଙ୍କର ପୂଜା ସମାହିତ ହୋଇଥାଏ। ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ଦିନ ଗଣେଶ ପୂଜା ପାଳନ କରାଯାଏ। କେବଳ ଆମ ଦେଶରେ ନୁହେଁ, ହିନ୍ଦୁ ଅଧିଷ୍ଠିତ ପୃଥିବୀରେ ବିଭିନ୍ନ ଦେଶରେ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଥାଏ। ଆମ ଦେଶରେ ମହାରାଷ୍ଟ୍ର ରାଜ୍ୟରେ ଏହି ପୂଜା ଖୁବ୍ ଆଡ଼ମ୍ବର ସହକାରେ ଅନେକ ଦିନ ଧରି ପାଳନ କରାଯାଏ। ଶିବ ମନ୍ଦିର ମାନଙ୍କରେ ପାର୍ଶ୍ୱ ଦେବତା ରୂପେ ଗଣେଶ ପୂଜା ପାଆନ୍ତି। ଏହି ମୂର୍ତ୍ତି ଗୁଡ଼ିକ ସାଧାରଣତଃ ପଥର ବା ମାର୍ବଲରେ ନିର୍ମିତ ହୋଇଥାଏ, କିନ୍ତୁ ଗଣେଶ ଚତୁର୍ଥୀରେ ମାଟିରେ ମୂର୍ତ୍ତି ତିଆରି କରି ପୂଜା କରିଥାନ୍ତି ଆଉ ଗଣେଶ ଭଗବାନ ପୂଜା ପାଇଥାନ୍ତି। ମୂର୍ତ୍ତି ଗୁଡ଼ିକ ଆକର୍ଷଣୀୟ ହୋଇଥାଏ। ସମ୍ପ୍ରତି ଶିଳ୍ପୀମାନେ ନାନା ରଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରି କ୍ରେତାମାନଙ୍କୁ ମନ ଆକର୍ଷଣ କରନ୍ତି। ଶିକ୍ଷାନୁଷ୍ଠାନରେ, ସହରର ଗଳିକନ୍ଦିରେ, ହାଟ ବଜାରରେ ସଦୃଶ ଆକର୍ଷଣୀୟ ମେଢ଼ମାନ ସମ୍ପ୍ରତି ନିର୍ମାଣ କରାଯାଉଛି। ବଡ଼ ବଡ଼ ସହରରେ ଏଥିପାଇଁ ପ୍ରତିଯୋଗିତା ହେଉଥିବାରୁ ଗୋଟିଏ ଗୋଟିଏ ମେଢ଼ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ରଙ୍ଗୀନ ମେଢ଼ଗୁଡ଼ିକ ବିଦ୍ୟୁତ୍ ଆଲୋକ ମେଲାରେ ଉଲ୍ଲାସିତ ହୋଇଥାଏ। ଏଥିପାଇଁ ସାରା ସହର ଗଣେଶ ପୂଜା ପାଇଁ ଉଲ୍ଲାସିତ ଥାଏ। ହିନ୍ଦୁମାନଙ୍କର ଅଗ୍ରପୂଜ୍ୟ ଦେବତା ହେଉଛନ୍ତି ଗଣେଶ। ପ୍ରତ୍ୟେକ ପୂଜା, ଆୟୋଜନ, ହୋମଯଜ୍ଞ, ପ୍ରତିଷ୍ଠା ମହାସମାରୋହରେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ତଥା ଦୋଳନମାନଙ୍କରେ ଏହି ପୂଜା କରାଯାଏ। କିଛି ଲୋକ ଘରେ ମଧ୍ୟ ଶ୍ରଦ୍ଧା ଭକ୍ତିର ସହିତ ପୂଜା କରିଥାନ୍ତି। ଗଣେଶ ବିଦ୍ୟାଦାତା ତଥା ବିଘ୍ନ ବିନାଶକ। ଗଣେଶଙ୍କୁ ପୂଜା କଲେ ସିଦ୍ଧି ପ୍ରାପ୍ତ ହୁଏ ଓ ସକଳ ବିଘ୍ନ ଦୂରେଇ ଯାଏ। ଭଗବାନ ଗଣେଶ ହେଉଛନ୍ତି ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ପୁତ୍ର। ଗଣେଶ ଚତୁର୍ଥୀରେ ଗଣେଶଙ୍କର ମାଟିରେ ତିଆରି ମୂର୍ତ୍ତି ପୂଜା କରାଯାଏ। କାରିଗରମାନେ ମୂର୍ତ୍ତିକୁ ଆକର୍ଷଣୀୟ ରଙ୍ଗରେ ସଜ୍ଜିତ କରିଥାନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଧୁମ୍ଧାମରେ ଗଣେଶ ପୂଜା ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧି, ଫୁଲମାଳ ଓ ଭୋଗ ଧରି ସ୍କୁଲକୁ ଆସି ପୂଜା କରନ୍ତି ଆଉ ସୁରୁଖୁରୁରେ ବସି ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତି। ଶେଷରେ ପିଲାମାନେ ପୁଷ୍ପାଞ୍ଜଳି ଦିଅନ୍ତି ଏବଂ ପ୍ରସାଦ ବଣ୍ଟନ କରି ସମସ୍ତେ ମହା ଖୁସି ଆଗ୍ରହରେ ଖାଇଥାନ୍ତି। ପୂଜାର ପରଦିନ ଘଣ୍ଟା ମୃଦଙ୍ଗ ଶବ୍ଦରେ ଗଣେଶଙ୍କୁ ବିସର୍ଜନ କରାଯାଇଥାଏ। ଯଦି ଏହି ଗଣେଶ ଭଗବାନଙ୍କ ବିଷୟରେ ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭଗବାନମାନଙ୍କ ବିଷୟରେ ଆପଣମାନଙ୍କ ପାଖକୁ ଭିଡ଼ିଓ ସବୁ ପହଞ୍ଚି ପାରିବ। ତାହେଲେ ରହୁଛି,
ଜୟ ଶ୍ରୀ ଗଣେଶ।